ମୁଁ ସବୁ ଉତ୍ତର ରଖି ସାରିଛି। ଆଉ ଘୋଡ଼ା କି ପାପ କରିଥିଲା ଯେ କିଏ ଯଦି ବିକ୍ରି ବଟାও ଘୋଡ଼ା ବିକ୍ରି ହେଲା? କାହିଁକି ଛେଳି କହୁନ, ମେଣ୍ଢା କହୁନ, କୁକୁଡ଼ା ବତକ କହୁନ, ବାଇଗଣ ଟମାଟୋ କହୁନ, ଘୋଡ଼ା ସେଥିରେ କାହିଁକି ବିଧାନକୁ ତୁଳନା କରୁଛ? ଯିଏ ତ ବିକ୍ରି ହବ ସେ ବିକ୍ରି ଯୋଗ୍ୟ। ଘୋଡ଼ାର ଦାମ ଅଧିକା ଆଉ କାର ଦାମ ଅଧିକା ନାହିଁ? ଆଶ୍ଚର୍ଯ୍ୟ କଥା। ତାଙ୍କୁ ଛେଳି ମେଣ୍ଢା ସେଥିରେ ତୁଳନା କଲେ କ୍ଷତି କଣ? ଆଜ୍ଞା ଆଉ ଗୋଟେ କଥା, ନିରଞ୍ଜନ ପଟ୍ଟନାୟକ ଗତକାଲି କହିଲେ କି କଂଗ୍ରେସର ବିଧାୟକ ମାନେ ଏକାଠି ଅଛନ୍ତି, କିନ୍ତୁ ବିଜୁ ଜନତା ଦଳ ବିଧାୟକ କଥା କହିହେବ ନାହିଁ। ଗୋଟେ ସଂକେତ ଦେଲା ଭଳିଆ ଦେଲେ କି ବିଜୁ ଜନତା ଦଳରେ ବିଧାୟକ ମାନେ। ମୋ ପାଖରେ ଖବର ନାହିଁ ନିରଞ୍ଜନ ପଟ୍ଟନାୟକ କଣ କହିଛନ୍ତି। ଯଦି ସେ ତାଙ୍କ କଂଗ୍ରେସ ଦଳ ଉପରେ ଏତେ ଗ୍ୟାରେଣ୍ଟି ଦେଇଛନ୍ତି ସେଟା ସ୍ୱାଗତଯୋଗ୍ୟ କଥା। ବିଜୁ ଜନତା ଦଳ ଉପରେ ଆମ ସମସ୍ତଙ୍କର ଭରସା ଅଛି, ଏହା ସତ୍ୟ।